ବ୍ରତ ଆଉ ମୋ ବ୍ୟାକ୍ ସାଇଡ଼୍ରେ ଅଛନ୍ତି ସବୁଜିମା ଅଛନ୍ତି। ସବୁଜିମା ଆଜି ମୋତେ କିଛି ପ୍ରଶ୍ନ ପଚାରିବେ। ଆଉ ଆମର ସମସ୍ତ ଫେସବୁକ୍ ଫ୍ୟାମିଲି ଆଉ ୟୁଟ୍ୟୁବ୍ ଫ୍ୟାମିଲି ସମସ୍ତଙ୍କୁ ମୁଁ ଆଶା କରିବି କି ଆପଣମାନେ ବହୁତ ଭଲରେ ଥାଆନ୍ତୁ। ଜୀବନଟା ହେଉଛି ତ ସୁଖ ଦୁଃଖର ଜୀବନ। ଇଏ ଦୁଇଟାର ସମ୍ମିଶ୍ରଣରେ ଦୁଇ ଭାଗ ହେଲେ ଯାଇକି ଜୀବନର ମୂଲ୍ୟଟା ବାହାରିଥାଏ। ଆମେ କହିବା ଯେ ଖାଲି ଖୁସିରେ ରହିବା ଖାଲି ଦୁଃଖ ରହିବା ତା ନୁହେଁ। ଜୀବନ ତ ହେଲା ଉଠାଣି ପଡ଼ାଣ ଲାଗି ରହିଛି। ଯେମିତି ଆମର ସୁଖ ପରେ ଦୁଃଖ ଏମିତି ଲାଗି ରହିଛି। କାହା ଜୀବନ ଖାଲି ସୁଖ ଆସିନି କି କାହା ଜୀବନରେ ସବୁବେଳେ ପାଇଁ ଦୁଃଖ ଆସିନି। ଏ ଦୁଇଟାର ମିଶ୍ରଣରେ ହିଁ ଆମର ସୃଷ୍ଟି ହୋଇଥାଏ ପ୍ରକୃତ ଜୀବନ। ଆଜି ସବୁଜିମା ସେଇଭଳି ମୋତେ କେତେକ ପ୍ରଶ୍ନ ପଚାରିବେ ବୋଲି ସ୍ଥିର କରିଛନ୍ତି। ଆଉ ସେପଟେ ଦେଖନ୍ତୁ ମୋର ଗୋଟେ ଆମର କୁନି ଅତିଥି ଯେ ମୋ ପୁଅ ଆସି ଏବେଠାରୁ ମାନେ 3 ମାସର ମୋ ପୁଅଟା ସିଏ ବି ଏବେ ସୁଦ୍ଧା ମାନେ ତାକୁ ବି ମଜା ଲାଗୁଛି କି ଆମ ସହିତ ରହିବା ପାଇଁ। ଆଉ ଯାହା ଭଗବାନ ତାକୁ ବି ବହୁତ ଜଲ୍ଦି ବଡ଼ କରିଦିଅନ୍ତୁ। ଆଉ ଆମର ବାପ ପୁଅ ମା 3 ଜଣ ମିଶିକି ଆମେ ଭିଡ଼ିଓ ବନେଇବା ବୋଲିକି ମୋର ଆଶା ରଖିଛି। ଆଉ ସବୁଜିମାଙ୍କୁ ମୁଁ କହିବି କି କ'ଣ ପଚାରିବାର ଅଛି ପଚାରନ୍ତୁ। ଭିଡ଼ିଓଟାକୁ ଆମେ ଆରମ୍ଭ କରିବା ଏବେ। ତମ ଜୀବନରେ ପ୍ରକୃତରେ ତମ ମତରେ ପ୍ରକୃତରେ ଜୀବନରେ ସୁଖ କ'ଣ ଆଉ ଦୁଃଖ କ'ଣ? ଦେଖ ମୁଁ କହୁଛି ଗୋଟେ କଥା ହେଉଛି ଜୀବନରେ ହେଉଛି ମୋ ଓପିନିଅନରେ ମୁଁ କହିବି ପ୍ରକୃତ ଜୀବନର ସୁଖ ହେଉଛି କ'ଣ ଫାଷ୍ଟ ଆଗେ ଜାଣିବା। ତାପରେ ହେଲା ଦୁଃଖଟା କ'ଣ ଜାଣିବା। ଦେଖ ଜୀବନର ପ୍ରକୃତ ସୁଖ ହେଉଛି ଗୋଟେ ଫ୍ୟାମିଲି ଗୋଟେ ପରିବାର ଯେତେବେଳେ ସମସ୍ତେ ଗୋଟେ ଜାଗାରେ ଏକାଠି ହୋଇ ରୁହନ୍ତି ଆଉ ସ୍ନେହ ମମତା ପରସ୍ପର ଭିତରେ ବାଣ୍ଟନ୍ତି। କେହି କାହା ଉପରୁ ରାଗ ଅଭିମାନ ରଖନ୍ତି ନାହିଁ। ଆଉ କିଏ କହନ୍ତିନି କି ମାନେ ସିଏ ପାଠ ପଢ଼ିଗଲା ସିଏ ମଣିଷ ହେଇଗଲା ହେଲା ମୁଁ ମୂର୍ଖ ହେଇଗଲି କି ଏମିତି କଥା ତୋର ମୋର ଭାବ ଚିନ୍ତାଧାରା ଆସେ ନା। ସିଏ ଭଲ ପିନ୍ଧିଲା ମୁଁ ଖରାପ ପିନ୍ଧିଲି ଏଇ ଚିନ୍ତାଧାରା ଆସେ ନା। ପଛକେ ଗୋଟେ ପରିବାରଟିଏ ଥିବ ଆଉ ଶାଗ ପଖାଳ ଖାଇକିରି ବରଂ ରୁହ ପଛେ ସମସ୍ତଙ୍କ ଭିତରେ ଗୋଟେ ୟୁନିଟ୍ ଭାବ ଥିବ। ସେଇଟା ହେଉଛି ପ୍ରକୃତର ଖୁସି ଲାଗେ। ଭାଇ ଭଉଣୀ ଥିବେ ବାପା ମା ଥିବେ ସମସ୍ତଙ୍କୁ ଗୋଟେ ଅଣ୍ଡରଷ୍ଟାଣ୍ଡିଂଟା ଭଲ ରହୁଥିବ ସେଥିରେ ପ୍ରକୃତ ଖୁସିଟା ମିଳିଯିବ। ଆଉ ଦୁଃଖଟା ହେଉଛି କ'ଣ ନା ଯେତେବେଳେ ଆତ୍ମୀୟ ମାନେ ତମ ବିରୁଦ୍ଧରେ ଲାଗିବା ଆରମ୍ଭ କରିବେ ସେତେବେଳେ ଦୁଃଖଟା ଆରମ୍ଭ ହୁଏ। ତାହେଲେ ପ୍ରିୟଜନ ମାନେ ତମକୁ ଛାଡ଼ିକି ଚାଲିଗଲେ ଦୁଃଖ ଆସେ। ମୋ ଜୀବନରେ ପ୍ରକୃତରେ ଦୁଃଖ ଆସିଛି କେତେବେଳେ ନା ଫାଷ୍ଟ ଦୁଃଖ ଆରମ୍ଭ ହେଇଥିଲା ଯେତେବେଳେ ମୋ ଭଉଣୀ ମୋତେ ଛାଡ଼ିକି ଚାଲିଗଲା। ଆଉ ଯେଉଁଦିନ ମୋ ବାପା ଘରର ଅଭାବ ଥିଲା 4ଟା ପୁଅ ସତ୍ତ୍ୱେ ବି ଯେତେବେଳେ ମୋ ବାପା ଅଭାବରେ ପଡ଼ି ଯେତେବେଳେ ଭୁଅ ଭୁଅ ହେଇକି ରଡ଼ି ଛାଡ଼ିଥିଲେ କଖାରୁଣୀ ପୋଲ ପାଖରେ ସେବେ ଦୁଃଖଟା କ'ଣ ମୁଁ ଅନୁଭୂତ କରିଛି ବା ମୁଁ ଅନୁଭବରୁ ମୁଁ କହୁଛି। ଆଉ ତାପରେ ମୋ ସାନ ଭଉଣୀ ଚାଲି ଯାଇଥିଲା ବାପା ଚାଲି ଯାଇଥିଲେ ଏ ସବୁ ଜୀବନ ସବୁ ଦୁଃଖ ସବୁ ଏଇଟା ମୋର କେବଳ ନୁହେଁ ଅନ୍ୟମାନଙ୍କର ମଧ୍ୟ ଦୁଃଖ ଥାଏ। ଆଉ ଦୁଃଖ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ଫାଇନାନ୍ସିଆଲ ଅଭାବ ମାନେ ରହେ। ଯେତେବେଳେ ପଇସାର ଅଭାବ ହେଲେ ଦୁଃଖଟା ଅଟୋମେଟିକାଲି ଆରମ୍ଭ ହେବ। କିନ୍ତୁ ଭଗବାନ ଯଦି ତମ ଉପରେ କୃପା କରିବେ ସେ ଅଭାବଟା ଦୂର ହୋଇଯିବ। କିନ୍ତୁ ସେଥିପାଇଁ ଧୈର୍ଯ୍ୟ ଦରକାର। ପାଠ ପଢ଼ିବା କଥା ତ କହିଲେ ବର୍ତ୍ତମାନ ପାଇଁ ମୋର ଫେସବୁକ୍ରେ ମୋ ଷ୍ଟୁଡେଣ୍ଟ ମାନେ ବି ଅଛନ୍ତି ମୋ ସାଙ୍ଗ ପିଲାମାନେ ବି ଅଛନ୍ତି। ଆଉ ୟୁଟ୍ୟୁବରେ ବି ବହୁତ ଲୋକ ଅଛନ୍ତି ମୋର। କିନ୍ତୁ ସତ କହିବି ଯାହା ବି କହିବି ସତ କହିବି ଦେଖନ୍ତୁ ମୁଁ ଗ୍ରାଜୁଏସନ୍ ପରେ ବହୁତ ଇଚ୍ଛା ଥିଲା ମୋର ସିଏସ୍ ହେବା ପାଇଁ। କିନ୍ତୁ ଘରର ଅଭାବ ପଡ଼ିବାରୁ ମୁଁ ଆଉ ସିଏସ୍ କରିପାରିଲି ନାହିଁ। ଆଉ ଯେଉଁ ଘରକୁ ମୁଁ ଆଜି ଏତେ ପ୍ରକାର ଅନେଇଥିଲି ମୋ ଜୀବନରେ ଯାହା ବି ଟଙ୍କା ରୋଜଗାର କରିଥିଲି ମାନେ କେବେ ମୁଁ ରଖେ ନା କେବେ ସଞ୍ଚୟର ଗୋଟେ ଜିନିଷ ନାହିଁ ମୋର ଗୋଟେ ମୁଁ ରଖିନି ଯେଉଁଟାକି ମୁଁ ପଇସାର ମୂଲ୍ୟ ବୁଝିନଥିଲି। କିନ୍ତୁ ଏବେ ମୂଲ୍ୟ ବୁଝି ଯେଉଁ 100 ଟଙ୍କାର ମୂଲ୍ୟ ବି ଅଛି ତାକୁ ମୁଁ ବୁଝୁଛି ଏବେ। ଆଉ ପାଠ ପଢ଼ା ତ ଯଦି ଆମେ କହିବା 10ମ ପରେ ମୁଁ ମାଟି ଖୋଳିବା ପାଇଁ ଯାଇଥିଲି ମାନେ ଯାଇଥାନ୍ତି। ଆଉ ହୁଏତ ମୁଁ ଆଜି ବି ଏଇଠି ବସି ଭିଡ଼ିଓ କରିପାରିନଥାନ୍ତି। ସେଇଦିନ ରାତି ଥିଲା ମୋ ପାଇଁ ଶେଷ ରାତି ହେଇଥାନ୍ତା। ଯେଉଁଦିନ ମାଟ୍ରିକରେ ମୁଁ ପାସ୍ କଲି ଫାଷ୍ଟ ଡିଭିଜନରେ ପାସ୍ କରିଥିଲି ସେତେବେଳକୁ ଯେଉଁଟାକି ଲୋକମାନେ ଭାବୁଥିଲେ କି ମୁଁ ପାଠ ପଢ଼େ ନା ମୁଁ ଫେଲ୍ ହେବି ବୋଲି। ଆଉ ଯାହା ଭଗବାନଙ୍କର କୃପା ମୁଁ ତ କହିବି ଏଇଟା ହେଉଛି ଭଗବାନଙ୍କର କୃପା। ମୁଁ କହିବିନି କି ବାହାଦୁରୀ ମାରିବିନି କି ମୁଁ ପାଠ ପଢ଼ିଥିଲି ଫାଷ୍ଟ କ୍ଲାସ୍ଟା ପାଇଲି। ସେତେବେଳେ ଫାଷ୍ଟ କ୍ଲାସ୍ର ମୂଲ୍ୟ ବହୁତ ଥିଲା। ଆଉ ସେତେବେଳେ ଆମର ଘର ଲୋକର ସପୋର୍ଟ ମୋର ମିଳିଲା ନାହିଁ। ଘରେ କାହା କଥା ବି ମୁଁ କହିବିନି କ'ଣ ଦରକାର କାହା କଥା କହିବା। ମୋ ନିଜ ବାପା ଯେ କହିଲେ ଯେ ଉପରୁ ଅର୍ଡ଼ର ମିଳିଛି କି ତୋତେ ମାଟି ଖୋଳିବା ପାଇଁ ଯିବାକୁ ପଡ଼ିବ। ସେତେବେଳେ ମୁଁ ନିଷ୍ପତ୍ତି ନେଇଥିଲି କି ଆଜି ରାତିରେ ମୁଁ ଆତ୍ମହତ୍ୟା କରିଦେବି ବୋଲିକି। ସେତେବେଳକୁ ଗୋଟେ ଲୋକ ଯାଇ ପହଞ୍ଚା ଯେ ମୋତେ ଆଣିବ ଯେ ମୁଁ ବିଲରେ କାମ କରିବି 15 ଦିନ କାମ କଲାବେଳେ ଯାଇ ଆଡ଼ମିସନ୍ କରିବି। ଆଡ଼ମିସନ୍ ଡେଟ୍ ଲାଷ୍ଟ ଡେଟ୍ ଥାଏ। କିନ୍ତୁ ଜଣେ ଭଗବାନ ସ୍ୱରୂପ ଜଣେ ମୋର ଆଈ ହେବେ ଜଣେ ସିଏ ଆସିକିରି ଟଙ୍କା 1300 ଟଙ୍କା ଦେଇଥିଲେ।
तापर मैट्रिक रे मु पास पर कॉलेज पट्टामुंडे कॉलेज ना लिखी सेठार मोर आईकम रे फर्स्ट क्लास होता बीकम भी फर्स्ट क्लास पाई तापर मु सीएस करने जाइली भुवनेश्वर सीएस कर पारि ना पूरा दुखर सहित फेरी आसती पकेट्रे मोर थिला 100 टଙ୍କା मात्र थिला सेटारे मते बहुत सांगसाथी मानक देखीदेली से भी बहुत बेईमानी बोली मु जानिली सेठू तापरे बर्तमान पाई मु बीड कंप्लीट करिछि आउ ता पुणी मोर ए सोशल मीडिया रु इनकम करथिबा टंकारे मो ट्यूशन पैसा रे मु पढ़िनी किंतु ट्यूशन मु पैसा इनकम करछि जदि आज मु बंची जिबी मो पिला मानक पई बंची कोआ पे गले आ ये ट्यूशन करिकि मु जहा इनकम करे किंतु मोर भी आगु भी बहुत पाठ पढ़िया पे मोर इच्छा अछि एबे सुधा पाठ पढ़ा चलछि आउ जो माने मते भी आज पर्यंत भी बेकारी बोली कहउचंती किंतु मु का कथा खातिर करे ना मो ड्यूटी रे मु सबल पय जाय किंतु आज पर्यंत सबटा बड़ कथा होछि आज मु करज करिनी आउ मो निज पैसा रे मु मैरिज करिछि आ मो निज पैसा रे पाठ पढ़िछि आ एबे भी जहा भी करूछि मो निज पैसा रे ही करूछि कहा पर डिपेंड करूनी कि केही भी आसी जोर दे कहि परिया जे मते केबे से टंकाटा देइछथि बोली तमे 10th रु तुम पाठ पढ़ा रु एपर्यंत तो स्ट्रगल करिछ ना तुमको सब दिया जाय तुम पढ़िछ ये कथार प्रश्न जदि मु कहबी ना बदे राति पाई जिवो किंतु संक्षिप्त रे कहबी ऑलरेडी किछि कहि देछि ना ना मु ऑलरेडी किछि कथा मु कहि दे सारछि ऑलरेडी मो रिलेटिव रे मते केही भी जण सहाय्य करि नाहंती कि मो फैमिली रे मते केही मते सहाय्य करि नाहंती किंतु मोर जणे माउसी थिले हला जरीमूल जे माउसी थिले सब अवश्य फाइनेंशियल सहाय्य मते करि नाहंती किंतु मते गोटे बहुत बढिया उपदेश देइथिले जे मते उपदेश देइछन तांगु मन रखिछि जेतबळे मोर मन पडुछि पट्टामुंडे कॉलेज रे जेत ऑनर्स सिलेक्शन होउथिला सेतळकू गोटा केस चलिता थाना रे केस आम घरे किंतु आम घर लोकंकर कथा कहबी कोन माने कहा जाए ना घर लोक सपोर्ट करती जो ऑनर्स पाया से भारी कष्ट होता पट्टामुंडे कॉलेज मात्र 16टी ऑनर्स सीट थिला पाखापाखि 128टा सीट रु मु ऑनर्स सिलेक्शन हेइची मु माने बसीची खाली साइनटा कले मोर ऑनर्स माने ऑनर्स सिलेक्शन हेइची अकाउंटिंग ऑनर्स किंतु मते सिटी बसी थाए मते बारंबार घर कॉल आस्ता है कि कोन पट्टामुंडे कि तू जा टंका उठेई दवा पे मु माने कहूची मात्र 5 मिनिट समय दो मु एडमिशन टा कर दे जाउची किंतु ता भीतर माने बहुत स्ट्रगल माने सेतरो 5 मिनिट 50 टा कले आसे माने करिकी माने से दिनसडा जाइतिला किंतु जदि मु कहबी स्ट्रगल लाइफ कथा कहबी सेई दिन जे आम घर गोटे लोक जाके सामान केटा टंका पे मते खराब करी गाली गुलज करथिले सेठी मो माउसी जण थिले जरीमूल से कहथिले तू ट्यूशन कर तारे 10म पर मु ट्यूशन करबा आरंभ करथिली ता पूर्व भी मु आरंभ करथिली किंतु तापर भल से ट्यूशन टा आरंभ कली निम पर आरंभ करथिली सेबे ठारू आज की प्राय 15 वर्ष हे गेलानी मु ट्यूशन ही करि चलची आउ जो कहती जे बापा मते 78,000 टंका देथिले पढिया पई किछि लोक माने कहती जदि आमरी घर किसी लोक कहते जदि 78,000 कि 80,000 टा मते बापा देई थांते मु आज हुए तो यही गोटे घरे बसी न था कि तुमको ये अवस्था देखी ना आज जहाँ भी कौन सी गोटे जगार जाकि मु पोस्टिंग पाई था बा कौन कर ना ना अन्य माने सब कहती माने भाबंती बोधे से दियंती बोधे माने से भाबंती आज तुम बापा नहांती आज धान चाउल मु किणिकी मोर खाऊची सब मोर किणा की खाऊची आ लोक माने भाबंती ना जे कौन भाबंती कहलो माने बसिकी भाबंती जे गाँव रे बिलबाड़ी अच्छी धान चाउल पुला पुला बाहर थी से बहुत आजाद थे गाँव को आसिकी गोटे वर्ष से लोक मैंने आसी रुहतु जो मैंने कहूना दिन आमर क्या सहित शत्रु ना 6 मास रहा 60,000 शत्रु हारी कौन जानले से कथा गाँव रे टेंशन प्रकृत गाँव रे टेंशन ना कि गाँव लोक मानकर किसी लोक अच्छा से राति स्वप्न देखते काली सकाळ पाइले क्या घर गोटे भांगी व्यक्तिर मनुष्यर उन्नति हुए एटा तो फाइनल कथा मु कहबी निजर लोक माने ही शत्रु साजंती ता भीतर मोर गोटे आत्मीय जने लोक थिला जने कहला पाठ पढु पढ चाकरी करिवनी आउ तापर आउ जने मते सुदिला फोन करिकी जता माने खराब करी तापर मु निजे देखि 10म पास कला पर ता कॉलेज रे एडमिशन कली सेतल को मोर जो माने निजर बोली देखे होतिले ना से माने मोर सहित कथाता करिया बंद कर देथिले मोर एक कथा भी मन अछि
ଆଉ ବାଧା ତ ସାଜିବେ, ନିଜ ଲୋକ ସାଜିବେ। ତମେ କାଲି ସକାଳେ ଗୋଟେ ଭଲ ଚାକିରି ଖଣ୍ଡେ କରୁନା, ସିଏ ଦେଖିବ ତାଙ୍କର ମୁଣ୍ଡରୁ ମାନେ ନିଦ ହଜିଯିବ। ତାର ଆଉ ଗୋଟେ କଥା ଅଛି, ଭଗବାନ ହେଲେ ସବୁଠାରୁ ବଡ଼ ଲୋକ। ତମର କର୍ମ ଯଦି ଠିକ ଅଛି, ତମେ ଉନ୍ନତି ପଥରେ ଆଗେଇ ଚାଲ। କାହା କଥାକୁ ଶୁଣନି। ଯଦି କାହା କଥାକୁ ଶୁଣ, ଆଜି ଯଦି ମୁଁ କାହା କଥାକୁ ଶୁଣିଥାନ୍ତି ବା କାହା ଉପରେ ନିର୍ଭର କରିଥାନ୍ତି ନା, ମୁଁ ଆଜି ହୁଏତ ଯାଇ ସୁରାଟରେ ଯାଇକି କାମ କରିଥାନ୍ତି। ଆଜି ମୁଁ ଆଜି ପିଲାକୁ ପାଠ ପଢ଼ାଇ ପାରିନଥାନ୍ତି, କି ମୁଁ ଆଜି କିଛି ବି କରିପାରିନଥାନ୍ତି। କିନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ ମୋ ଦୃଢ଼ତାରେ ମୁଁ ଯାଇଛି। କିଏ କହୁଛି ମୋତେ ମୋ ମା ପାଠ ପଢ଼େଇଛି, କିଏ କହୁଛି ମୋ ବାପା ପାଠ ପଢ଼େଇଛି, କିଏ କହୁଛନ୍ତି ସମସ୍ତେ ପାଠ ପଢ଼େଇଛନ୍ତି। କିନ୍ତୁ ଯେଉଁମାନେ ନିମପୁର ଶାସନ ଯେଉଁମାନେ ମାନେ ଅଛନ୍ତି, ସେମାନେ ଜାଣିଥିବେ ଯେ ମୁଁ ପାଠ ପଢ଼ିଲା ବେଳେ ଟ୍ୟୁସନ୍ କରି ପାଠ ପଢ଼ୁଥିଲି ବୋଲି। ଆଉ ମୋର ଷ୍ଟୁଡେଣ୍ଟ ମାନେ ବି ଥିଲେ ସେଠାରେ। କିଛି ଷ୍ଟୁଡେଣ୍ଟ ମାନେ ମନେ ରଖିଥିବେ, କିଛି ଷ୍ଟୁଡେଣ୍ଟ ଭୁଲି ଯାଇଥିବେ। ଆଜି ପ୍ରାୟ 15 ବର୍ଷ ହେଲାଣି ମୁଁ ଏ ଟ୍ୟୁସନ୍ କରିକି ହିଁ ବଞ୍ଚିଛି। ଆଉ କ'ଣ କହିବି? 15 ବର୍ଷ ହେଲାଣି। ତାପରେ ତମେ ସବୁବେଳେ କହୁଛ ସବୁ ଗଛ ଲଗେଇବ, କଣ କଳା ମୁଣ୍ଡିଆ? ମଣିଷ ଗଛ ଲଗାନିରେ ସେ କାହାର ନୁହଁ। ହଁ, କଳା ମୁଣ୍ଡିଆ। ତମେ ମତେ କାହିଁ ପଢଉଛ? ଶୁଣି ସାର, କଣ ପାଇଁ? ଗୋଟେ କଥା କହିପାରୁଛି ଶୁଣ। ଯିଏ ଯାହା ପାଇଁ ମୁଁ ବି ପାଠ ପଢ଼ିଲି, ସପୋର୍ଟ ମାନେ ଯାହା ସପୋର୍ଟ ପାଇକି ପାଠ ପଢ଼ିଲି, ଆଜି ଯଦି ମୁଁ ବିଇଡ଼ି କରିଥାଏ, ସେ ହେଲା ତୁମ ପାଇଁ କରିଛି। ତମର ଜିଦି ଥିଲା କି ତମେ ଗୋଟେ ବିଇଡ଼ି ଫିଡ଼ି କର କି କୋଉଟା ଜାଗାରେ ପଶିବ ବୋଲି, କିନ୍ତୁ ମୋର ଇଚ୍ଛା ନଥିଲା କି ମୁଁ ବିଇଡ଼ି କରିବା ପାଇଁ। ଯଦି ମୁଁ ଆଜି ବିଏଡ୍ କମ୍ପ୍ଲିଟ୍ କରିଛି, ବ୍ୟାଚଲର ଅଫ୍ ଏଜୁକେସନ୍, ଆଉ କେବଳ ତମରି ପାଇଁ ହିଁ କରିଛି। ଆଉ ମୋର ଏବେ ବି ସୁଦ୍ଧା ଯାହା ଉନ୍ନତି ଘଟୁଛି ବା ଆଗକୁ ଯାହା ଉନ୍ନତି ଘଟିବ, ତା ତମରି ପାଇଁ। ବା କଥାରେ ଅଛି ଯେ ଗୋଟେ ସଫଳତା ପଛରେ ଗୋଟେ ନାରୀର ହାତ ଥାଏ, ସେ ନାରୀର ହାତ ହେଉଛି ତମେ। ଅନେକ ପୁରୁଷ ପାଖରେ ଯଦି ସେ ଉନ୍ନତି ଜଣେ ପୁରୁଷ କରୁଛି, ଗୋଟେ ନାରୀ ପାଇଁ କରୁଛି। କିନ୍ତୁ ମୁଁ ତମକୁ ପାଠ ପଢ଼େଇବି ନା, ଯାହା ପାଇଁ ମୁଁ ଏତେ ପାଠ ପଢ଼ିଲି, ମୋ ସ୍ତ୍ରୀକୁ ମୁଁ ପାଠ ପଢ଼ଉଛି। ଲୋକମାନେ କହୁଛନ୍ତି କ'ଣ ସେ ଚାକିରି କରିବ? ସେଇଟା ହେଲା ମୂର୍ଖାମୀ କଥା। ଖାଲି ପାଠ ପଢ଼ିଲେ ଯେ ଚାକିରି କରନ୍ତୁ ସେ କଥା ନୁହଁ। ପାଠ ପଢ଼ିଲେ ଲାଇଫଷ୍ଟାଇଲ୍ ଚେଞ୍ଜ ହୁଏ, ବିହେଭିଅର ଚେଞ୍ଜ ହୁଏ। ନିଜର ପୁଅଟି ଯେଉଁ ଧରିଛ, ତାକୁ ତମେ ବି ଭବିଷ୍ୟତରେ ଶିକ୍ଷିତ କରିବା ପାଇଁ ହେଲେ ପାଠର ମର୍ଯ୍ୟାଦା ଜାଣିବା ଦରକାର। ଏଠାରେ ଲୋକମାନେ ମର୍ଯ୍ୟାଦା ଜାଣନ୍ତିନି। ଗାଁ ଗଲ ଲୋକ ନାହିଁ, ପାଠ ପଢ଼ା ହେଲା ନହେଲା ନାହିଁ, ଏ ଯେ ପଳେଇଯା ସୁରାଟ ପଳେଇଯା, ଅମୁକ ସମୁକ ପଳେଇଯା। ଆଉ ପାଠ ପଢ଼େଇକି ତମେ ଯଦି ଶିକ୍ଷିତ ଆଜି ହବ, 2 ଅକ୍ଷର ଶିଖିବ, ମୋ ପିଲାଟାକୁ ତ ପାଠ ପଢ଼େଇକି ମଣିଷ କରିପାରିବ। ଏଇଟା ହେଲା ସବୁଠାରୁ ବଡ଼ କଥା। ଆଉ କ'ଣ ପାଠ ପଢ଼ି କ'ଣ ଖାଲି କ'ଣ ଚାକିରି ଲୋକମାନେ କରନ୍ତି? ସେ ଶୁଣୁଛି, ବଡ ଦେଖିବ। ସିଏ ନିଶ୍ଚୟ, ସିଏ ଗୋଟେ ବଡ଼ ବ୍ଲଗର ଗୋଟେ ହେଇପାରିବ। ମୋର ତ ଇଚ୍ଛା ସିଏ ଗୋଟେ ବଡ଼ ବ୍ଲଗର ହଉ ବୋଲି। ହଇରାଣ କରୁଛି। ହଇରାଣ କ'ଣ? ସେ ଛୋଟ ପିଲାଟା ଖେଳୁଛି, ସେ କିଛି ଜାଣିନି। ଆଉ କ'ଣ ପଚାରିବ? ତମ ଜୀବନରେ ସବୁଠାରୁ, ମାନେ ସତ କଥା କହିବ, ତ ପୁଅ ହେଇସାରିଲାଣି, ତମ ଜୀବନରେ ସବୁଠାରୁ ଖୁସିର ଦିନ କୋଉଟା, ଦୁଃଖର ଦିନ କୋଉଟା? ସବୁଠାରୁ ଖୁସିର ଦିନ ହେଉଛି କ'ଣ? ମୋ ପୁଅକୁ ଧରିଛ ନା, ସିଏ ହେଉଛି ସବୁଠାରୁ ମୋର ଖୁସି। ଆଜି ମୋ ଲାଇଫରେ ମୁଁ କ'ଣ କରିଛି କ'ଣ ନାହିଁ, ସେ କଥା ତ ବଡ଼ କଥା ନୁହେଁ। କିନ୍ତୁ ମୋ ପୁଅ ଯେଉଁ ଦିନ ହେଲା ଭାରି ଖୁସି ହେଲା। ଯଦି ମୋ ଝିଅଟା ହେଇଥାନ୍ତା, ତାର ଡବଲ ଖୁସି ମୁଁ ଆହୁରି ହେଇଥାନ୍ତି। ତା ସହିତ ସବୁଠାରୁ ଦୁଃଖର କଥା ହେଉଛି କ'ଣ? ମୁଁ 5ଟା ଜିନିଷକୁ ନେଇ ସବୁବେଳେ ପାଇଁ ଦୁଃଖ ପ୍ରକାଶ କରିଛି। ଗୋଟେ ହେଲା ମୋ ଭଉଣୀ ଚାଲିଗଲା, ନମ୍ବର 2ରେ ହେଉଛି ମୋ ବାପା ଚାଲିଗଲେ, ନମ୍ବର 3 ହେଉଛି ଯେଉଁ ମା ମୋତେ ଆଜି ଶିକ୍ଷା ଦେଉଥିଲା କି ଇଏ ତୋର ଶତ୍ରୁ, ସିଏ ତୋର ଶତ୍ରୁ, କିନ୍ତୁ ସେଇ ମା ଆଜି ସେ ଶତ୍ରୁମାନଙ୍କ ସହିତ ହାତ ମିଶାଇଲା। ସିଏ ହେଲା ମୋର 3 ନମ୍ବର ଦୁଃଖ। ନମ୍ବର 4 ନମ୍ବର ଦୁଃଖ ହେଉଛି ଯେଉଁ ଫ୍ୟାମିଲି ପାଇଁ ମୋ ଭଉଣୀ ଚାଲିଗଲା, ସେଇ ଫ୍ୟାମିଲି ସହିତ ଆଜି ମୋ ପରିବାର ସବୁ ସମ୍ପର୍କ ଭଲ ଅଛି। କିନ୍ତୁ କେବଳ ମୁଁ, ଆଉ ଗୋଟେ କଥା ହେଉଛି ଯେଉଁ ପରିବାରକୁ ପାଇଁ ଆଜି ମୁଁ ଏତେ ଲୋକଙ୍କ ପାଖରେ ଶତ୍ରୁ ହେଇଛି, ଯେ ସେଇ ପରିବାର କିଛି ସଦସ୍ୟମାନେ ସେ ଶତ୍ରୁମାନଙ୍କୁ ନେଇକିରି ମୋର ଶତ୍ରୁ ସଜେଇ ଦେଇଛନ୍ତି। ଏଇଟା ହେଉଛି 4-5ଟା ଦୁଃଖ ମୋର ଅଛି ଜୀବନରେ। ସବୁଠାରୁ ବଡ଼ ଦୁଃଖ ହେଉଛି କ'ଣ? ଯେ ଭବିଷ୍ୟତରେ ମୋତେ ଲାଗୁଛି ମୁଁ ମୋ ବାପାର ପୁଅ ହେଇକି ସୁଦ୍ଧା ଧନ ସମ୍ପତ୍ତି ଠାରୁ ଆରମ୍ଭ କରି ସବୁ କଥାରେ ମୁଁ ବଞ୍ଚିତ ହେଉଛି। ମୁଁ ଯେତିକି ପାଇବାର ହକଦାର ତାହା ପାଉନାହିଁ, କିନ୍ତୁ ଲୋକମାନେ ମୋ ଠାରୁ ନେଇ ଯାଉଛନ୍ତି, କିନ୍ତୁ ଲୋକମାନେ ଦବାକୁ ଇଚ୍ଛା କରୁନାହାନ୍ତି। ଆଉ କ'ଣ? ପୁଅ କାନ୍ଦିଲାଣି ଆଜି ପାଇଁ ଏତିକି। ଶୁଣି ସାର, କଥା ତ ଅନେକ ଅଛି। କଥା ଅନେକ ନୁହଁ, ସେ କଥା ମୁଁ କହୁଛି। ଦର୍ଶକ ଭାଇ ମାନେ ଜାଣିଥିବେ, ଆଜିକାଲି ଲୋକମାନେ ଆଉ ଭଲ ନାହାନ୍ତି। ମାନେ ଦେଖିବ, କିଏ କୋଉଟା ଭଲ ରହିଲା, କିଏ ଗୋଟା ଖୁସିରେ ରହିଲା, ଲୋକମାନେ ତା ପଛରେ ଲାଗି ପଡ଼ୁଛନ୍ତି।
आज देखना मोर गोटे पुओ गोटे है माने तार 21 भी करवा भी लोक मान माने इच्छा नाला कि तार 21 हो बोलिकी किंतु भगवान को दयारू मो पुओर 21 होगला आ मो पुओ ना भी दिगला तार नुआ ना भी दिगला तार नुआ ना दिगला शुभान दिगला मो ना अनुसार पुराणा नाटा नुआ नाटा देला कौन सार्थिक दिगला सार्थिक दिगला दीटा ना बापा माँ ना यहाँ किंतु माने 21 को माने विरुद्ध करागला किमिति गाँ लोक खाया न दि जाए एमती बहुत बहुत कथा सब करागला सी कथा भिकुव न करी जो लोक मैंने साहाଯ୍य आम आशा करनलु कि लोक आम साहाଯ୍य करिए बोली किंतु से साहाଯ୍य कले सबुठार गोटे बड़ दुखर कथा लगिला गोटे लोक जाति को नहीं गोटे प्रश्न माने गोटे मत गोटा कहला जे तू गोटा अलग जाति बाहु आउ आम सपोर्ट करनलु अमक कई लोक ते नहीं बाघर कर आज से लोक को ये प्रश्न करी जो जाति कथा कहूँ ना कि निज फैमिली जाए बुझी रखे तुम ता भर कि गोटा जाति गोटा संपर्क रखा कहला तो बुझी नि टे जो जाति जो कहूँ ना से कथाटा भी गोटे प्रश्न पचारि जो जाति जो लोकटा कहूँ ना सी निजे जाना दरकार भगवान कौ जाति जन्म देते नंबर 2 रे मत जो बाहा कथा कहते मु मो निज पैसा बाहर क्या टंकाटा भी आनी एमती कि मो फैमिली कथा भी जदि कह मो बापा माँ भी मत भी टंकाटा देना बाहापी मु पाखापाखि 1 लाख ऊर्ध्व टका मु खर्च कर मो मैरेज रे एगुड़ाक सब मो निज पैसा हिं खर्च कर क्या टंकाटा मागिनी आउटा सबुठारु बड़र कथा हूँ कौन मु समस्त कार्य उपस्थित होइछि किंतु मो कार्य मो सुखरे कई आसी ठिया होना ना मो बाघर किए आसी ना मो पुओ 21 आसिक किए आसी छिड़ा होइछि ना मु आशा रखी कि आगामी भविष्य रे किए मो पाखे छिड़ा हो बोलिकी सबू से भगवान के ऊपर मु छाड़ी आ सबुठार बड़ आशा हूँ मो कर्म उपर विश्वास रखुची जदि मो कर्म ठीक थी ताले निश्चिंत भाव मत भगवान साहेब आ मु कौन सी गोटे आशा रखी आ कौन सी आड़ू साड़ू कथा मु आशा रखेना बुझे आ दर्शक बंधु मैंने भावुची कि आज कथबार्तार किसी भूल भाल थी पारे क्षमा करेंगे किंतु मो जीवन में मु जहाँ भी स्ट्रगल करी एपर्यंत खुशी पाइनी खाली सामान्यतम खुशी पाई जो दिन माने सबुजीमा को मैरेज कली तापर पर आउ टे खुशी पाइली जो मोर ये जो सुबान जो कुनी पुआटा आसी ना पाइली आउ अवशिष्ट जो खुशी अच्छी से भगवान केबे देवे से अपेक्षा रहा दर्शक बंधु मैंने आम भिडियोटी केमती लगुच निहाती भारे कमेंट करेंगे रोच नमस्कार।